ଆଉ ଏକ ନୂତନ ଭିଡ଼ିଓରେ ଗ୍ଲୋରି ଟୁ ଗଡ୍ ଚ୍ୟାନେଲରେ ଆପଣମାନଙ୍କୁ ସ୍ୱାଗତ। ପୁଣି ପ୍ରତ୍ୟେକଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁମୟ ନାମରେ ପ୍ରେମର ନମସ୍କାର ଜଣାଏ। ନମସ୍କାର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ଆମେ ଗୋଟେ ବିଷୟ ଆଲୋଚନା କରିବା, ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ପୁନର୍ବାର ଆସୁଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଗୁପ୍ତ ଆଗମନ ବିଷୟରେ ଆଲୋଚନା କରିବା। ଗୁପ୍ତ ଆଗମନ ବିଷୟ ଆଲୋଚନା କରିବା ପୂର୍ବରୁ ଆମେ ପ୍ରଥମରୁ ଯିବା। ଆଜି ଅନେକ ଲୋକମାନେ ଅଛନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଆସୁଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଆସିବା ଦିନରେ ଆପଣମାନେ ସମସ୍ତେ ଜାଗ୍ରତ ସତର୍କ ରୁହନ୍ତୁ। ପ୍ରତ୍ୟେକ ଥର କୁହାଯାଉଛି, ସମସ୍ତଙ୍କୁ ଘୋଷଣା କରାଯାଉଛି, ପ୍ରତିଟି ଜାଗାରେ, ପ୍ରତିଟି ଗଳିରେ, ପ୍ରତ୍ୟେକ ଦେଶରେ, ପ୍ରତ୍ୟେକ ବିଭିନ୍ନ ଜାଗାରେ ପ୍ରଭୁ ଯୀଶୁଙ୍କ ବିଷୟରେ ପ୍ରଚାର କରାଯାଉଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିବେ। ଆପଣମାନେ ପ୍ରସ୍ତୁତ ରୁହନ୍ତୁ, ଜାଗ୍ରତ ରୁହନ୍ତୁ। ଅନିନ୍ଦନୀୟ କଳଙ୍କିତ ଜୀବନ ଛାଡ଼ି ଉତ୍ତମ ଜୀବନ କାଟନ୍ତୁ। ଅନେକଙ୍କୁ କୁହାଯାଉଛି, କିନ୍ତୁ ଆଜି ଅନେକ ଲୋକମାନେ ସେହି ବାକ୍ୟକୁ ଗ୍ରହଣ କରୁନାହାନ୍ତି, ଆଉ ନିଜ ଇଚ୍ଛା ଯେମିତି ସେମିତି ଜୀବନ କାଟୁଛନ୍ତି। ଯେତେବେଳେ ଆମେ ଜାଣୁ ଯୁବକ ଜହନ ଆସିଲେ, ସେ ପ୍ରଚାର କଲେ, ମନ ପରିବର୍ତ୍ତନ କରି ନିଜ ନିଜ ପାପରୁ ଫେରି ଆସ, କାରଣ ସ୍ୱର୍ଗ ରାଜ୍ୟ ସହ ନିକଟ। ସେତେବେଳେ ଅନେକ ଲୋକମାନେ ପରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜେ ଆସିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ମଧ୍ୟ କହିଲେ ଯେ ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସହ ନିକଟ। ଏହି ସ୍ୱର୍ଗ ରାଜ୍ୟ ସହ ନିକଟ ପ୍ରତ୍ୟେକ ଥର କୁହାଯାଇଛି ଏବଂ ଆଜି ମଧ୍ୟ ଘୋଷଣା କରାଯାଉଛି ଯେ ସ୍ୱର୍ଗ ରାଜ୍ୟ ସହ ନିକଟ। ମନ ପରିବର୍ତ୍ତନ କରନ୍ତୁ, ଆପଣ ପାପରୁ ଫେରି ଆସନ୍ତୁ। ଏସବୁ ବିଷୟ କହିଲେ ସୁଦ୍ଧା ଲୋକମାନେ ଆପଣ ମନ ପରିବର୍ତ୍ତନ ନ କରି ରହିବା ପାଇଁ ଇଚ୍ଛା କରୁଛନ୍ତି, ମନ ପରିବର୍ତ୍ତନ କରିବା ପାଇଁ ଇଚ୍ଛା କରୁନାହାନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଆସିବେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଆଗମନ ଦୁଇ ପ୍ରକାର ଅଛି। ଗୋଟିଏ ହେଉଛି ଗୁପ୍ତ ଆଗମନ, ଗୋଟିଏ ହେଉଛି ଦୃଶ୍ୟ ଆଗମନ, ଯାହାକି ଇଂରାଜୀରେ କୁହାଯାଉଛି ଗୋଟିଏ ରେପଚର ଆଉ ଗୋଟିଏ ରେଭେଲେସନ। ଆପଣମାନେ କୋଉ ଆଗମନରେ ଯିବା ପାଇଁ ପ୍ରସ୍ତୁତ ଅଛନ୍ତି? এই ଦୁଇ ଗୋଟି ବିଷୟ ଆମେ ଆଲୋଚନା କରିବା ଯେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଦିନ ଗୁପ୍ତ ଆଗମନ ପ୍ରଥମେ ହେବ। ଗୁପ୍ତ ଆଗମନ ସମସ୍ତେ ଜାଣିପାରନ୍ତି ନାହିଁ। ଗୁପ୍ତ ଆଗମନ ତାହାଙ୍କୁ ଯେଉଁମାନେ ଅପେକ୍ଷାରେ ଅଛନ୍ତି, ଯେଉଁମାନେ ତାହାଙ୍କର ଆସିବା ଦିନକୁ ଅପେକ୍ଷାରେ ପୁଣି ଜାଗ୍ରତରେ ସତର୍କରେ ଜୀବନ କାଟୁଛନ୍ତି, ସେମାନେ ହିଁ ତାହା ଜାଣିପାରିବେ। ପ୍ରଭୁଙ୍କର ଦିନ ଏ ପ୍ରକାର ଆସିବ, ସେହି ଦିନକୁ କେହି ମଧ୍ୟ ଜାଣିପାରିବେ ନାହିଁ। କିନ୍ତୁ ପ୍ରଭୁ ଆସିବା ପୂର୍ବରୁ, ତାହାଙ୍କର ମନୋନୀତ ଲୋକମାନଙ୍କୁ ନେବା ପୂର୍ବରୁ ସେ ଅନେକଙ୍କୁ, ପ୍ରତ୍ୟେକଙ୍କୁ, ତାହାଙ୍କର ବିଶ୍ୱାସିନୀ ଏବଂ ପୃଥିବୀରେ ଥିବା ପ୍ରତ୍ୟେକ ଲୋକମାନଙ୍କୁ ସେ କହିଛନ୍ତି, ମୁଁ ଆସୁଛି, ଆଉ ସମସ୍ତେ ଜାଗ୍ରତ ରୁହନ୍ତୁ। କିନ୍ତୁ ଆଜି ଅନେକ ଲୋକମାନେ ଅଛନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିଥିଲେ ସୁଦ୍ଧା ଜାଣିଥିବା ବ୍ୟକ୍ତି ପରି ଜୀବନ କାଟୁନାହାନ୍ତି, ନିଜ ଜୀବନକୁ ସଜାଡ଼ୁ ନାହାନ୍ତି, ମନ ଇଚ୍ଛା ଜୀବନ କାଟୁଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେ ଦ୍ୱିତୀୟ ଥର ଆସିବେ ବା ଗୁପ୍ତ ଆଗମନ କରିବେ, ତାହାଙ୍କ ଲୋକମାନଙ୍କୁ ନେଇଯିବେ, ସେ ପ୍ରତିଜ୍ଞା କରିଛନ୍ତି। ତାହାଙ୍କର ପ୍ରତିଜ୍ଞା ସତ୍ୟତା ଅଟେ, ତାହାଙ୍କର ପ୍ରତିଜ୍ଞା ବିଶ୍ୱସ୍ତା। ଯେମିତି ଆମେ ଜାଣୁ ସମସ୍ତେ, ଯେତେବେଳେ ପୃଥିବୀରେ ଜଳ ଦ୍ୱାରା ପୃଥିବୀକୁ ମଗ୍ନ କରାହେଲା ସମୟର ବିଷୟ ଟିକେ ଆମେ ଚିନ୍ତା କରିବା।
ନହଙ୍କ ସମୟରେ ପୃଥିବୀରେ ପାପ ଭର୍ତ୍ତି ହେଲା। ସମସ୍ତେ ପାପ କଲେ, ଈଶ୍ୱରଙ୍କର ବିରୁଦ୍ଧାଚରଣ କଲେ। କେହି ମଧ୍ୟ ପ୍ରଭୁ ଯେମିତି ଇଚ୍ଛା କରୁଛନ୍ତି ସେମିତି ଜୀବନ କାଟିଲେ ନାହିଁ। ପୃଥିବୀରେ ପାପ ଭର୍ତ୍ତି ହେଲା। ବ୍ୟଭିଚାର, ଅଶୁଚିତା, ଅଧାର୍ମିକତା, ମନୁଷ୍ୟ ଭିତରେ ଝଗଡ଼ା, ମନୁଷ୍ୟ ଭିତରେ ହଣାକଟା, ମନୁଷ୍ୟ ଭିତରେ, ପୁରୁଷ ଭିତରେ ବିବାହ, ଏ ପ୍ରକାର ପୃଥିବୀରେ ଚାଲିଲା। ପୃଥିବୀରେ ପାପ ବଢ଼ିଲା। ସେତେବେଳେ ପ୍ରଭୁ ଚିନ୍ତା କଲେ ପୃଥିବୀରେ ପାପ ଭର୍ତ୍ତି ହେଇଛି। ତେଣୁ ଈଶ୍ୱର ଦେଖିଲେ ଯେ ଧାର୍ମିକ ବ୍ୟକ୍ତି କିଏ ଅଛି। ସେ ସମୟରେ ଲୋଟଙ୍କ ପରିବାର ଥିଲା। ଲୋଟଙ୍କ ପରିବାରକୁ ଉଦ୍ଧାର କରାହେଲା। ତାପରେ ପରେ ନୋହଙ୍କୁ ପରମେଶ୍ୱର କହିଲେ, ତୁମେ ଏକ ଜାହାଜ ନିର୍ମାଣ କର। ଆଉ ଜାହାଜ ନିର୍ମାଣ କାହିଁକି କରିବ ନା ପୃଥିବୀକୁ ଆମେ ଧ୍ୱଂସ କରିବା। ପୃଥିବୀରେ ପାପ ଭର୍ତ୍ତି ହେଲା, ସେଥିପାଇଁ ଏ ପୃଥିବୀକୁ ଆମେ ଧ୍ୱଂସ କରିବା। ଆଉ ତୁମେ ଗୋଟେ ଜାହାଜ ନିର୍ମାଣ କର। ଆଉ ଜାହାଜକୁ ଉଚ୍ଚତା କେତେ ରହିବ, ଲମ୍ବ କେତେ ରହିବ, ଭିତରେ କେତେ ରହିବ, ସବୁ ଆଇଡ଼ିଆ ପ୍ରଭୁ ଦେଲେ। ତାପରେ ନୋହ ଜାହାଜ ନିର୍ମାଣ କଲେ। ତାପରେ ସମସ୍ତଙ୍କୁ କୁହାଗଲା ଯେ 40 ଦିନ 40 ରାତ୍ର ବର୍ଷା ହେବ, ଆଉ ପୃଥିବୀ ମଗ୍ନ ହେବ ପାଣି ଦ୍ୱାରା। ସମସ୍ତଙ୍କୁ ଘୋଷଣା କରାହେଲା। କେହି ମଧ୍ୟ ବିଶ୍ୱାସ କଲେ ନାହିଁ ନା ଯେ ପୃଥିବୀ ଏ ପ୍ରକାର ହେବ। ଆଉ ନୋହଙ୍କ ପରିବାର ସମସ୍ତେ ପ୍ରାୟ ଜାହାଜ ଭିତରକୁ ପଶିଗଲେ। ଆଉ ଯେତେ ଜଣ ଜାହାଜ ଭିତରେ ରହିଲେ, ସେମାନେ ପୁଣି ଜଙ୍ଗଲର ସମସ୍ତ ଜୀବଜନ୍ତୁମାନଙ୍କୁ ଆଣିକି ଭର୍ତ୍ତି କରାହେଲା। ସେମାନେ ପ୍ରାୟ କେତେ ଜଣ ଜାହାଜ ଭିତରକୁ ଗଲେ, ସେମାନେ ଉଦ୍ଧାର ପାଇଲେ। କାରଣ 40 ଦିନ 40 ରାତ୍ର ବର୍ଷା ଦ୍ୱାରା ପୃଥିବୀ ଜଳ ଦ୍ୱାରା ମଗ୍ନ ହେଲା। ସେହି ଦିନର ମଧ୍ୟ ଆମେ ଚିନ୍ତା କରିବା। ସେହି ଦିନ ମଧ୍ୟ କେହି ହେଲେ ବିଶ୍ୱାସ କଲେ ନାହିଁ ଯେ ଜଳ ଦ୍ୱାରା ପୃଥିବୀ ମଗ୍ନ ହେବ, ଜଳ ଦ୍ୱାରା ପୃଥିବୀ ଭାସିଯିବ। ଘୋଷଣା କରାହେଲା, ତଥାପି କେହି ମଧ୍ୟ ବିଶ୍ୱାସ କଲେ ନାହିଁ। ଯଦ୍ୱାରା ସେମାନେ ନଷ୍ଟ ହେଲେ, ବିନଷ୍ଟ ହେଲେ। ଯାହା ସେମାନଙ୍କର ଥିଲା, ଘର ଦ୍ୱାର, ଅନେକ ବିଷ, ବହୁତ ମୂଲ୍ୟବାନ ଜିନିଷ, ବହୁତ ସୁନା ରୂପା, ଏ ଭୂମି ସବୁ ମଗ୍ନ ହେଇଗଲା ଜଳ ଦ୍ୱାରା। କାରଣ ସେହି ଜାଗାରେ ସେହି ନୋହଙ୍କ ସମୟରେ ଯଦି ଆମେ ଚିନ୍ତା କରିବା, ଅନେକ ଦିନ ଧରି 150 ଦିନ ଧରି ଜଳଟା ପୃଥିବୀରେ ପୂରିକି ଥିଲା। ସମସ୍ତେ ଭାସିଗଲେ, ସମସ୍ତେ ଧ୍ୱଂସ ହେଇଗଲେ। ଧ୍ୱଂସ ହେବା ପର୍ଯ୍ୟନ୍ତ କେହି ମଧ୍ୟ ଜାଣିପାରିଲେନି ଯେ ଏଇଟା ଈଶ୍ୱରଙ୍କର ସ୍ୱର। ଈଶ୍ୱର ଆମମାନଙ୍କୁ ରକ୍ଷା କରିବା ପାଇଁ ଚାହୁଁଛନ୍ତି, କିନ୍ତୁ ନିଜ ନିଜର ପାପକୁ, ନିଜ ନିଜର ବ୍ୟସ୍ତତା ମଧ୍ୟରେ ରହି କେହି ମଧ୍ୟ ସେହି ରୋବକୁ ଶୁଣିପାରିଲେ ନାହିଁ। କେହି ମଧ୍ୟ ବିଶ୍ୱାସ କଲେ ନାହିଁ। କାରଣ ପ୍ରଭୁ ଯାହା ପ୍ରତିଜ୍ଞା କରନ୍ତି ତାହା ବିଶ୍ୱାସତା, ଯାହା ହବ କହିଛନ୍ତି ତାହା ହବ। ତେଣୁ ପୁନର୍ବାର ସେହି ପ୍ରକାରେ ଆଜି ମଧ୍ୟ ଅନେକ ଲୋକମାନଙ୍କୁ କୁହାଯାଉଛି ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଆସିବେ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଦ୍ୱିତୀୟ ଆଗମନ କରୁଛନ୍ତି। ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣା ଲୋକମାନଙ୍କୁ ନେଇଯିବେ। ଆଜି ମଧ୍ୟ ଅନେକ ଲୋକମାନେ ଅଛନ୍ତି। ଆଜି ବି ଲୋକମାନେ ସେହି ରବକୁ, ସେହି ବାକ୍ୟକୁ ବିଶ୍ୱାସ କରୁନାହାନ୍ତି। ବରଂ ସେହି ପରମେଶ୍ୱରଙ୍କୁ ଆଜି ବି ବାଦାନୁବାଦ କରୁଛନ୍ତି। ଆଜି ବି ସେହି ପରମେଶ୍ୱରଙ୍କୁ ଲୋକମାନେ ତୁଚ୍ଛ କରୁଛନ୍ତି। ଆଜି ବି ସେହି ପରମେଶ୍ୱରଙ୍କୁ ଲୋକମାନେ ପରିହାସ କରୁଛନ୍ତି। ଅନେକ ଲୋକମାନେ ଅଛନ୍ତି ଆଜି ବି ତାଙ୍କୁ ପ୍ରଶ୍ନ କରୁଛନ୍ତି, ତାଙ୍କ ସହିତ ଯୁକ୍ତି ତର୍କ କରୁଛନ୍ତି। ତାଙ୍କ ବାକ୍ୟକୁ କେହି ଗ୍ରହଣ କରୁନାହାନ୍ତି। ଦେଖିବେ ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଆସିବେ। ଆପଣମାନେ ହୁଅନ୍ତୁ ବା ଅନ୍ୟ ଲୋକମାନେ ସମସ୍ତେ ପ୍ରାୟ କାହାକୁ ମଧ୍ୟ ଯଦି କହିବା, ସେମାନେ କହିବେ କାହିଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ସେ ତ କେବେଠାରୁ
ଆମେ କେବେଠାରୁ ଆସିଛୁ ସେଇ ଦିନ ଠାରୁ ଶୁଣୁଛୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିବେ ଆସିବେ ବୋଲି। କାହିଁ ଆସୁନାହାନ୍ତି? ତାହାଙ୍କର ପ୍ରତିଜ୍ଞା କାହିଁ? କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଆସିବେ, ସେ ପ୍ରତିଜ୍ଞା କରିଛନ୍ତି। ସେ ପ୍ରତିଜ୍ଞା ପ୍ରକାର ସେ ବିଳମ୍ବ କରନ୍ତି ନାହିଁ। କିନ୍ତୁ ଆଜି ସେ ଆପଣା ଲୋକମାନଙ୍କୁ ପ୍ରେମ କରୁଥିବା ହେତୁ ଆଜି ଆପଣା ଲୋକମାନଙ୍କୁ ସେ ରକ୍ଷା କରିବା ନିମନ୍ତେ ଗୋଟିଏ ମାତ୍ର କାରଣ ସେ ସୁଯୋଗ ଦେଉଛନ୍ତି। ସେ ସୁଯୋଗକୁ ପ୍ରତ୍ୟେକ ଲୋକମାନେ ଆଜି ହାତ ଛଡ଼ା କରୁଛନ୍ତି। କେହି ମଧ୍ୟ ନିଜର ବୋଲି ଭାବୁନାହାନ୍ତି ଏହି ବାକ୍ୟ ମୋ ପାଇଁ ଈଶ୍ୱର ମୋତେ ନେବା ପାଇଁ ଆସୁଛନ୍ତି। ନା, ଲୋକମାନେ ପ୍ରତ୍ୟେକ ସେଦିନ ନୋହଙ୍କ ସମୟରେ କେଉଁ ପ୍ରକାର ଭାବରେ ପୃଥିବୀର ବା ଜଗତର ଯାହା ବି ସୁଖ ବିଳାସ, ବିବାହ ଉତ୍ସବ, ଅନେକ ଆନନ୍ଦ ମନାଉଥିଲେ, ଆଜି ମଧ୍ୟ ସେହି ଅବସ୍ଥାରେ ଲୋକମାନେ ଅଛନ୍ତି। ଆଜି ବି ଲୋକମାନେ ଜାଣୁନାହାନ୍ତି। ଆଜି ସମୟ ଅତି ସନ୍ନିକଟ, ତଥାପି ଲୋକମାନେ ବୁଝିପାରୁନାହାନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ ଦେଖନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିବେ। ଆଜି ବି ଲୋକମାନେ ଅନେକ ବିବାହ ଉତ୍ସବରେ, ଅନେକ ଆନନ୍ଦରେ, ଅନେକ ସୁଖ ବିଳାସରେ ମାତାଲ ହେଇକି ଲୋକମାନେ ଅଛନ୍ତି। ସେହିଦିନ ଯେମିତି ଜଳ ପୃଥିବୀରେ ମଗ୍ନ ହେଲା, ପାଣି ଏହି ପୃଥିବୀରେ ଗଭୀରତାର ସହିତ ଜଳ ଠିଆ ହେଲା, ଲୋକମାନଙ୍କୁ ଭାସି ଭାସି ନେଇଗଲା। ଆଜି ମଧ୍ୟ ପୃଥିବୀ ସେହି ପ୍ରକାର ହେବା ପାଇଁ ଯାଉଛି। ଆଜି ମଧ୍ୟ ସେ ପ୍ରକାର ହବ। ଏବେ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଆସିବେ, ଆପଣା ଲୋକମାନଙ୍କୁ ନେଇଯିବେ। ଆପଣ ଯଦି ଜାଗ୍ରତ ନୁହନ୍ତି, ସତର୍କ ନୁହନ୍ତି, ପ୍ରସ୍ତୁତ ନୁହନ୍ତି, ତେବେ ଆପଣ ମଧ୍ୟ ଧ୍ୱଂସ ହେଇଯିବେ। ଆଜି ଅନେକ ଲୋକମାନେ ବିଳମ୍ବ ବୋଲି ଭାବନ୍ତି, କିନ୍ତୁ ବିଳମ୍ବ କରିବେ ନାହିଁ। କିନ୍ତୁ ଗୋଟିଏ ବିଷୟ, ସେ ଆପଣ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରତ୍ୟେକ ଲୋକମାନଙ୍କ ପ୍ରତି ସେ ଦୀର୍ଘ ସହିଷ୍ଣୁ ଅଟନ୍ତି। ପ୍ରତ୍ୟେକ ବ୍ୟକ୍ତି ପାଇଁ ସେ ଚିନ୍ତା କରନ୍ତି। ପ୍ରତ୍ୟେକ ବ୍ୟକ୍ତି ଯେ ପ୍ରକାର ବିନଷ୍ଟ ନ ହୁଅନ୍ତି, ଏଥିପାଇଁ ସେ ଏକ ସମୟ ରଖିଛନ୍ତି, ସୁଯୋଗ ଦେଇଛନ୍ତି। ପ୍ରିୟମାନେ, ସେ ସୁଯୋଗକୁ ଆପଣମାନେ ହାତ ଛଡ଼ା କରନ୍ତୁ ନାହିଁ। ଆଜି ସୁଯୋଗ ଅଛି, ପ୍ରଭୁଙ୍କ ନିକଟକୁ ଆସନ୍ତୁ। ଆଜି ସୁଯୋଗ ଅଛି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆପଣମାନେ ଆପଣାର କରନ୍ତୁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆପଣା ହୃଦୟରେ ରଖନ୍ତୁ, ଆପଣା ହୃଦୟରେ ସ୍ଥାନ ଦିଅନ୍ତୁ। ଆଉ ସେ ହିଁ ମୋର ତ୍ରାଣକର୍ତ୍ତା, ସେ ମୋର ଉଦ୍ଧାରକର୍ତ୍ତା, ତାହାଙ୍କୁ ଆପଣମାନେ ଜାଣନ୍ତୁ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆପଣମାନେ ଆଜି କେଉଁ ଅବସ୍ଥାରେ ଅଛନ୍ତି, କେମିତି ଅଛନ୍ତି, ଆପଣମାନେ ନିଜକୁ ସମୀକ୍ଷା କରନ୍ତୁ। ମୁଁ ଏହା ମନ ଗଢ଼ା କାହାଣୀ କହୁନାହିଁ। ପ୍ରିୟମାନେ, ଆପଣମାନେ ଦେଖିବେ ଦ୍ୱିତୀୟ ପିତର ତାର 3 ପର୍ବ ଯଦି ଆପଣମାନେ ପାଠ କରିବେ, ସେହି ଜାଗାରେ ଲେଖାଯାଏ। ସେହି 3 ପର୍ବର ମୁଁ ପଢ଼ି ଦେଉଛି 9 ପଦ ଆମେ ପଢ଼ିବା। 9 ପଦରେ ଏ ପ୍ରକାର ଲେଖା ଅଛି। ଦେଖନ୍ତୁ, ଆପଣମାନେ ଯଦି ଉପରୁ ଯଦି ପଢ଼ିବେ, ସେ ଜାଗାରେ ସବୁ ବିଷୟ ଲେଖା ହେଇଛି, କିନ୍ତୁ ମୁଁ 9 ପଦରୁ ପଢ଼ିବି। ଦେଖନ୍ତୁ, ଏଇ ଜାଗାରେ ଏ ପ୍ରକାର ଲେଖା ଅଛି। ବିଳମ୍ବ ବୋଲି ଯେପରି କେତେକ ଭାବନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ। କିନ୍ତୁ ଯେପରି କେହି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ଇଚ୍ଛା କରି ସେ ତୁମ୍ଭମାନଙ୍କ ପ୍ରତି ଦୀର୍ଘ ସହିଷ୍ଣୁ ଅଟନ୍ତି। ଦେଖନ୍ତୁ ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ଆସିବେ, ଆଉ ପ୍ରତ୍ୟେକଙ୍କୁ ନେଇଯିବେ। ଆଉ ତାଙ୍କର ମନୋନୀତ ଗୋଷ୍ଠୀକୁ, ତାଙ୍କର ମନୋନୀତ ଲୋକମାନଙ୍କୁ ନେଲା ପରେ ଆପଣମାନେ କ'ଣ କରିବେ? କ୍ରନ୍ଦନ କରିବେ। ଆପଣାର ଲୋକମାନଙ୍କୁ ନେଲା ପରେ ମୁଁ 2ଟା ବିଷୟ କହିଲି, ଯାହାକି ଗୁପ୍ତ ଆଗମନ ଆଉ ଦୃଶ୍ୟ ଆଗମନ। ଆପଣା ଲୋକମାନଙ୍କୁ, ଆପଣ ମନୋନୀତ ଲୋକମାନଙ୍କୁ ସେ ସଂଗ୍ରହ କରିବେ, ସେ ମଧ୍ୟ ଆକାଶକୁ ନେଇଯିବେ। ସେ ମଧ୍ୟ ଆକାଶରେ 7 ବର୍ଷ ପରେ ପୁନର୍ବାର ଆସିବେ। ସେତେବେଳେ ସମଗ୍ର ପୃଥିବୀ ଦେଖିବ, ସମଗ୍ର ପୃଥିବୀ ତାହାଙ୍କୁ ଦର୍ଶନ କରିବ। ଯେଉଁ ଲୋକମାନେ ତାହାଙ୍କୁ ଆଜି ତୁଚ୍ଛ କରୁଛନ୍ତି, ଯେଉଁ ଲୋକମାନେ ଆଜି ତାହାଙ୍କୁ ବାଦାନୁବାଦ କରୁଛନ୍ତି, ସେ ଲୋକମାନେ ଦେଖିବେ।
ସେହିଦିନ ଲୋକମାନେ କାନ୍ଦିବେ, କ୍ରନ୍ଦନ କରିବେ। ଆଉ ସମସ୍ତଙ୍କର କ'ଣ ହବ? ସମସ୍ତେ କହିବେ ହେ ପ୍ରଭୁ, ହେ ପ୍ରଭୁ। ସେତେବେଳେ ସେମାନଙ୍କୁ ଆଉ ସେ ନେବା ପାଇଁ ଆସିବେନି, ସେମାନଙ୍କୁ ବିଚାର କରିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣମାନେ ସେଇ ଗୁପ୍ତ ଆଗମନରେ ଅର୍ଥାତ୍ ତାହାଙ୍କର ମନୋନୀତ ଗୋଷ୍ଠୀ, ତାହାଙ୍କର ମନୋନୀତ ବଂଶରେ ଆପଣ ଅଛନ୍ତି କି? ସେଇ ମନୋନୀତ ବଂଶରେ ଆପଣମାନେ ରହିବା ପାଇଁ ଚେଷ୍ଟା କରନ୍ତୁ। ଯଦି ରହିବେ ନାହିଁ, ଦେଖନ୍ତୁ ସେଇଦିନ ନୋହଙ୍କ ସମୟରେ ଯେ ପ୍ରକାର ଜଳରେ ମଗ୍ନ ହେଲା, ଆଜି ଜଳ ଦ୍ୱାରା ନୁହେଁ ପ୍ରିୟମାନେ, ଆଜି ଅଗ୍ନି ପାଇଁ ରକ୍ଷିତ ଏହି ପୃଥିବୀ ଅଟେ। ଅଗ୍ନିରେ ଜଳିବ, ଅଗ୍ନି ଦ୍ୱାରା ଦଗ୍ଧ କରାହବ। ଏହି ପୃଥିବୀରେ ମନୁଷ୍ୟ ଯାହା ବି ସୃଷ୍ଟି କରିଅଛି, ସେ ସବୁ ବିଷୟ ଦଗ୍ଧ ହେଇଯିବ, ସବୁ ପୋଡ଼ି ପାଉଁଶ ହେଇଯିବ। ମନୁଷ୍ୟ ସୃଷ୍ଟି କରିଥିବା ମନୁଷ୍ୟ, ଆଜି ପୂଜା କରୁଥିବା ମନୁଷ୍ୟ, ଆଜି ଚାଲୁଥିବା ମନୁଷ୍ୟ, ଆଜି ନିଜ ପକେଟରେ ରଖି ଗର୍ବ କରୁଥିବା, ଏସବୁ ପୋଡ଼ିଯିବ। ଟଙ୍କା ପଇସା, ସୁନା ରୂପା ଗହଣା, ଘର ବଙ୍ଗଲା, ଗାଡ଼ି ଘୋଡ଼ା ସବୁ ପୋଡ଼ି ପାଉଁଶ ହେଇଯିବ। ସେଟା ବି ମୁଁ ମନ ଇଚ୍ଛାରେ କହୁନାହିଁ, ଆପଣ ଦେଖିବେ ସେଇ 2 ପିତର 3 ପର୍ବର ତାର 10 ପଦରେ ଲେଖାଯାଏ। ଆପଣମାନେ ପଢ଼ନ୍ତୁ, ସେଇ ଜାଗାରେ କ'ଣ ଲେଖାଯାଏ ଦେଖନ୍ତୁ। ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ। ଚୋରର ପରି ଅର୍ଥାତ୍ ସେ ଚୋର ନୁହନ୍ତି ପ୍ରିୟମାନେ। ଏ ବିଷୟ ମୁଁ କହିସାରିଛି, ସେ ଗୁପ୍ତ ଆଗମନ କରିବେ। ସେ ଆସିବାଟା କେହି ଜାଣିବେ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ଆସିବେ, ତାଙ୍କର ମନୋନୀତ ଲୋକମାନଙ୍କୁ ନେଇଯିବେ। ସେ ଆସିବା ଦିନ କେହି ଜାଣିବେ ନାହିଁ। ସେହିମାନେ କେବଳ ଜାଣିବେ ଯେଉଁମାନେ ପ୍ରସ୍ତୁତ ଅଛନ୍ତି, ଜାଗ୍ରତ ଅଛନ୍ତି। ସେ ଆସିବେ, ମୋତେ ଏବଂ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ନେଇଯିବେ। ଏମିତି ଯଦି ଭାବୁଛନ୍ତି ଆପଣମାନେ ଉତ୍ତମ ଜୀବନ କାଟନ୍ତୁ, ସମସ୍ତଙ୍କୁ ନେଇଯିବେ। ସେ ସମସ୍ତଙ୍କୁ ଉଦ୍ଧାର କରିବା ପାଇଁ, ରକ୍ଷା କରିବା ପାଇଁ ସେ ଚାହାନ୍ତି। କିନ୍ତୁ ଆଜି ଲୋକମାନେ କେହି ମଧ୍ୟ ପ୍ରସ୍ତୁତ ହେବା ପାଇଁ ଇଚ୍ଛୁକ ନାହାନ୍ତି। ହଁ, ଆମେ ବିଶ୍ୱାସ କରୁଛୁ, ହଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିବେ, ଏମିତି କହି ତାଙ୍କ ନିଜ ଇଚ୍ଛା ପରି ସେ ଜୀବନ ଯାପନ କାଟନ୍ତି। ସେମିତି କଲେ ପ୍ରିୟମାନେ ହବ ନାହିଁ। ପ୍ରସ୍ତୁତ ରୁହନ୍ତୁ, ଜାଗ୍ରତ ରୁହନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦେଖନ୍ତୁ ଏହି ସ୍ଥାନରେ ମୁଁ ପୁନର୍ବାର ପଢ଼ୁଛି। ପ୍ରଭୁଙ୍କ ଦିନ ଚୋରର ପରି ଉପସ୍ଥିତ ହେବ। ସେହିଦିନ ଆକାଶ ମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ। ପୁଣି ମୌଳିକ ବସ୍ତୁ ସବୁ ପ୍ରଚଣ୍ଡ ଉତ୍ତାପରେ ତରଳିଯିବ ଏବଂ ପୃଥିବୀ ଓ ତନ୍ମଧ୍ୟସ୍ଥ ମନୁଷ୍ୟକୃତ ବସ୍ତୁ ସବୁ ଦଗ୍ଧ ହେବ। ଦେଖନ୍ତୁ ଏହି ସ୍ଥାନରେ ଲେଖାଯାଉଛି। ଏହା ପବିତ୍ର ଶାସ୍ତ୍ର ଆମମାନଙ୍କୁ କୁହେ, ପ୍ରଭୁଙ୍କର ଦିନ ଚୋରର ପରି ଆସିବ, ଉପସ୍ଥିତ ହେବ, ଅର୍ଥାତ୍ ପ୍ରଭୁ ଗୁପ୍ତ ଆଗମନ କରିବେ। ସେହିଦିନ କେଉଁମାନେ ପ୍ରସ୍ତୁତ ଅଛନ୍ତି, ସେମାନେ ମଧ୍ୟ ଆକାଶକୁ ଉଠିଯିବେ। ପ୍ରଭୁ ସେମାନଙ୍କୁ ନେଇଯିବେ, ମୋତେ ନେଇଯିବେ, ଆପଣମାନଙ୍କୁ ନେଇଯିବେ। ଯଦି ଆପଣମାନଙ୍କ ମଧ୍ୟରେ କେହି ଯଦି ପ୍ରସ୍ତୁତ ନାହାନ୍ତି, ତେବେ ଆପଣ କ'ଣ ହେବେ? ଦେଖନ୍ତୁ, ସେହିଦିନ ଆକାଶ ମଣ୍ଡଳ ମହାଶବ୍ଦ ସହ ଲୋପ ପାଇବ। ସେହିଦିନ ଆକାଶରେ ଥିବା ଏହି ତାରା, ଏହି ସୂର୍ଯ୍ୟ, ଏହି ଚନ୍ଦ୍ର ସମସ୍ତ ସ୍ଖଳିତ ହେବେ। ଭୟଙ୍କର ଶବ୍ଦ ହେବ। ସେହିଦିନ ସମସ୍ତ ଆକାଶରେ ଦେଖୁଥିବା ଏହି ଆକାଶ ମଣ୍ଡଳ ଶବ୍ଦ କରିବ। କାରଣ ଆକାଶ ମଣ୍ଡଳ ପୃଥିବୀକୁ ସୃଷ୍ଟି କରିଥିବା ପରମେଶ୍ୱର ଆପଣା ସ୍ୱହସ୍ତରେ ନିର୍ମିତ ମନୁଷ୍ୟକୁ ନେବା ପାଇଁ ଆସିବେ। ସେହିଦିନ ସମସ୍ତେ ଶବ୍ଦ କରିବେ। ଯଦି ଆପଣ ପ୍ରସ୍ତୁତ ଅଛନ୍ତି, ତାହା ଦେଖିବେନି। ଆପଣ ଏବଂ ମୁଁ ତାହାଙ୍କ ସହିତ ଚାଲିଯିବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣମାନେ ଦେଖନ୍ତୁ, ଏହି ସ୍ଥାନରେ ପ୍ରାଞ୍ଜଳ ଭାବରେ ଲେଖାଗଲା, ପ୍ରାଞ୍ଜଳ ଭାବରେ କୁହାଗଲା, ମହାଶବ୍ଦ ସହ ଲୋପ ପାଇବ। ପୁଣି ମୌଳିକ ବସ୍ତୁ ସବୁ କହିଲେ ଯାହାକି ମନୁଷ୍ୟ ଆଜି ଧରି ଗର୍ବ କରୁଛି। ମୋ ପାଖରେ ଗାଡ଼ି ଅଛି, ମୋ ପାଖରେ ଘୋଡ଼ା ଅଛି, ମୋ ପାଖରେ ସୁନା ଅଛି, ରୂପା ଅଛି, ଘର ବଙ୍ଗଲା, ଏ ସମସ୍ତ ବିଷୟ ନେଇ ଯେଉଁ ମନୁଷ୍ୟ ଗର୍ବ କରୁଛି, ପରମେଶ୍ୱରଙ୍କୁ ଆଜି ଭୁଲି ଯାଇଛି। ପରମେଶ୍ୱରଙ୍କ ପଥରେ ନ ଚାଲି ସେ ଜଗତର ପଛରେ ସେ ଧାଇଁଛି, ଜଗତର ପଛରେ ସେ ବୁଲୁଛି, ଜଗତର ଇଚ୍ଛା ଯେମିତି ସେମିତି ସେ ଚାଲିଛି। ତାହା ଆଉ ରହିବ ନାହିଁ ପ୍ରିୟମାନେ। ତାହା ଦଗ୍ଧ ହେଇଯିବ, ତାହା ଧ୍ୱଂସ ହେଇଯିବ, ତାହା ନିଆଁରେ ପୋଡ଼ି ପାଉଁଶ ହେଇଯିବ। ମନୁଷ୍ୟ ଆଉ କ'ଣ ପ୍ରିୟମାନେ, ଯାହା
ବହୁତ ଲୁହା ଜିନିଷ ପଥର ଏସବୁ ନିଆଁରେ ଜଳିଯିବ, ଆଜି ନିଆଁରେ ରଖିତ। ଏହି ସ୍ଥାନରେ ଲେଖାଗଲା ପ୍ରଚଣ୍ଡ ଉତ୍ତାପରେ ତରଳ ଯିବ ପୃଥିବୀ। ଦେଖନ୍ତୁ, ପୃଥିବୀ ଓ ତନ୍ମଧ୍ୟସ୍ଥ ଅର୍ଥାତ୍ ପୃଥିବୀରେ ଥିବା ଯାହା ବି ସବୁ ପୋଡ଼ି ପାଉଁଶ ହୋଇଯିବ, ବସ୍ତୁ ସବୁ ଦଗ୍ଧ ହେବ। ମନୁଷ୍ୟ ଆଜି ଯାହା ବି ନିର୍ମାଣ କରିଅଛି, ମନୁଷ୍ୟ ଆଜି ଯାହା ଧରି ବୁଲୁଅଛି, ମନୁଷ୍ୟ ଆଜି ପରମେଶ୍ୱରଙ୍କୁ ଭୁଲି, ପରମେଶ୍ୱରଙ୍କର କଥା ନ ମାନି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର କଥା ନ ମାନି ନିଜ ଜୀବନ ଯେମିତି ଇଚ୍ଛା କଲା ସେମିତି ସେ ଚାଲିଛି, ତାହା ଆଜି ରହିବ ନାହିଁ। ପ୍ରଭୁଙ୍କର ଦିନ ଉପସ୍ଥିତ ହେଲାଣି। ପ୍ରିୟମାନେ, ପ୍ରସ୍ତୁତ ରୁହନ୍ତୁ, ଜାଗ୍ରତ ରୁହନ୍ତୁ। ପ୍ରଭୁଙ୍କର ଦିନ ଉପସ୍ଥିତ ହେଲାଣି। ସେ କହିଥିବା ପ୍ରତ୍ୟେକଟି ବିଷୟ ଆଜି ଘଟଣାମାନ ଆମେ ଦେଖିବାକୁ ପାଉଛୁ। ବାଇବଲରେ ଲେଖାଗଲା ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ। ଭୂମିକମ୍ପ ଏବେ ଦେଖିବେ ଆପଣମାନେ, ସ୍ଥାନେ ସ୍ଥାନେ ଭୂମିକମ୍ପ ହେଲା। ଆଜି ଦେଖିବା ଆମେରିକାରେ, ତ କାଲି ଦେଖିବେ ନ୍ୟୁଜିଲ୍ୟାଣ୍ଡରେ, କାଲି ଦେଖିବେ ଏମିତି ଅନେକ ସ୍ଥାନରେ ଆଜି ଭୂମିକମ୍ପ ବାରମ୍ବାର ହେଉଛି। ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ, ଜାତି ବିରୁଦ୍ଧରେ ଜାତି ଉଠିବ, ଧର୍ମ ବିରୁଦ୍ଧରେ ଧର୍ମ ଉଠିବ, ଆଉ ସେହି ଦିନ ପ୍ରେମ ଶିଥିଳ ହୋଇଯିବ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଦେଖନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଯାହା କହିଥିଲେ ସବୁ ଗୋଟି ଗୋଟି କରି ସମାପ୍ତ ହେବା ପାଇଁ ଯାଉଅଛି। ଆପଣମାନେ କ'ଣ ପ୍ରସ୍ତୁତ ଅଛନ୍ତି କି? ଦେଖନ୍ତୁ, ଯଦି ପ୍ରସ୍ତୁତ ନାହାନ୍ତି ତାହେଲେ ଅଗ୍ନି ଦ୍ୱାରା ସମସ୍ତ ପୃଥିବୀ ଦଗ୍ଧ ହୋଇଯିବ। ପ୍ରଭୁ ଯୀଶୁଖ୍ରୀଷ୍ଟ ସେ ପୁନର୍ବାର ଆସୁଛନ୍ତି ଆମମାନଙ୍କୁ ନେବା ପାଇଁ। ଯଦି ଏ ଗୁପ୍ତ ଆଗମନରେ ଆପଣମାନେ ଯାଇପାରୁନାହାନ୍ତି, ତେବେ ଦୃଶ୍ୟ ଆଗମନ ଆସିବ। ସେ ଦୃଶ୍ୟ ଆଗମନ ତାହା ଅତି ଭୟଙ୍କର କ୍ଲେଶ ନେଇକି ଆସିବ। ସେହିଦିନ ଅନେକ ଲୋକମାନେ କ୍ରନ୍ଦନ କରିବେ, ବିଳାପ କରିବେ। ଯେଉଁମାନେ ଆଜି ଛେପ ପକାଇଛନ୍ତି ସେମାନେ ତାହାଙ୍କୁ ଦର୍ଶନ କରିବେ। ଯେଉଁମାନେ ତାହାଙ୍କୁ ବିନ୍ଧିଥିଲେ ସେମାନେ ବି ତାହାଙ୍କୁ ଦର୍ଶନ ପାଇବେ। ସେତେବେଳେ ଅନେକ ଲୋକମାନେ ବିଳାପ କରିବେ, ଅନେକ ଲୋକମାନେ କ୍ରନ୍ଦନ କରିବେ। ସେତେବେଳେ କହିବେ, କ'ଣ ଘଟୁଛି? ଭୟଙ୍କର ଦିନ ଆସିବ, କେବେ ଘଟି ନାହିଁ, କେବେ ହୋଇନାହିଁ, ସେହି ପ୍ରକାର ସମୟ ଉପସ୍ଥିତ ହେବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଦେଖନ୍ତୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଆପଣମାନଙ୍କୁ ଏବଂ ମୋତେ ପ୍ରତ୍ୟେକଙ୍କୁ ନେବା ପାଇଁ ସେ ଆସୁଛନ୍ତି। କିନ୍ତୁ ସେହି ତାଙ୍କର ମନୋନୀତ ବଂଶ, ମନୋନୀତ ଗୋଷ୍ଠୀରେ ଆପଣମାନେ ଅଛନ୍ତି କି? ଯଦି ନାହାନ୍ତି ତେବେ ଆପଣମାନଙ୍କୁ ଛଡ଼ାଯିବ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ଆସିବେ ସେତେବେଳେ ଆମେ ଦେଖୁଛୁ ଆକାଶରେ ଆଜି ଆଲୋକ ଦେଉଥିବା ସୂର୍ଯ୍ୟ, ଆଜି ଆଲୋକ ଦେଉଥିବା ଚନ୍ଦ୍ର, ଏମାନେ ଲଜ୍ଜିତ ହେଇଯିବେ। এই ସୂର୍ଯ୍ୟ ଆଲୋକ ଦେବ ନାହିଁ, ଏ ପୃଥିବୀ ଅନ୍ଧକାରମୟ ହେଇଯିବ। ଏଇଟା ଦୃଶ୍ୟାଗମନର କଥା। ଆପଣମାନେ ଦେଖିବେ ଯିଶାୟା ପୁସ୍ତକ ତାର 24 ପର୍ବ 23 ପଦରେ ଲେଖାଗଲା। ସେଇ ଜାଗାରେ କ'ଣ ଲେଖା ଅଛି ଆମେ ପଢ଼ିବା। ସେତେବେଳେ ଚନ୍ଦ୍ର ଅପ୍ରସ୍ତୁତ ଓ ସୂର୍ଯ୍ୟ ଲଜ୍ଜିତ ହେବ, କାରଣ ସୈନ୍ୟାଧିପତି ସଦାପ୍ରଭୁ ସିୟନ ପର୍ବତରେ ଓ ଜେରୁସାଲେମରେ ଓ ତାହାଙ୍କ ପ୍ରାଚୀନ ବର୍ଗର ସମ୍ମୁଖରେ ମହାପ୍ରତାପରେ ରାଜତ୍ୱ କରିବେ। ଆମେନ୍। ଦେଖନ୍ତୁ, ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ସିୟନ ପର୍ବତରେ ତାହାଙ୍କର ପବିତ୍ର ସ୍ଥାନରେ ସେ ଆପଣ ପାଦ ପକାଇବେ, ସେ ମହାପ୍ରତାପରେ ରାଜତ୍ୱ କରିବେ, ସେତେବେଳେ ଚନ୍ଦ୍ର ଅପ୍ରସ୍ତୁତ ଥିବ। ଅର୍ଥାତ୍ ଚନ୍ଦ୍ର ଯେ ରାତ୍ରରେ ଆଲୋକ ଦେଉଛି ତାହା ଅପ୍ରସ୍ତୁତ ଥିବ।
ସୂର୍ଯ୍ୟ ଲଜ୍ଜିତ ହେଇଯିବ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସୁଛନ୍ତି, ଆପଣମାନେ ପ୍ରସ୍ତୁତ ରୁହନ୍ତୁ। ସେ ଗୁପ୍ତ ଆଗମନ କରିବେ, ପ୍ରସ୍ତୁତ ରୁହନ୍ତୁ। এই ସୂର୍ଯ୍ୟ ଲଜ୍ଜିତ ହେବ। এই ସୂର୍ଯ୍ୟ କ'ଣ ପାଇଁ ଲଜ୍ଜିତ ହେବ? କାରଣ ସୂର୍ଯ୍ୟକୁ ଆଜି ସେତିକି ସମ୍ମାନ ଦିଆଯାଉଛି, ସୂର୍ଯ୍ୟକୁ ଆଜି ପୂଜା କରାଯାଉଛି। କିନ୍ତୁ ସେଇ ସୂର୍ଯ୍ୟକୁ ନିର୍ମାଣ କରିଥିବା, ସେଇ ସୂର୍ଯ୍ୟକୁ ବାକ୍ୟ ଦ୍ୱାରା ନିର୍ମାଣ କରିଥିବା ସୃଷ୍ଟିକର୍ତ୍ତା ସେ ଦ୍ୱିତୀୟ ଆଗମନ କରୁଛନ୍ତି। ସେ ଲଜ୍ଜିତ ହେଇଯିବ। ସେ ଆଉ କାମ କରିବ ନାହିଁ। ସେହିଦିନ ପୃଥିବୀ ଅନ୍ଧକାର ହେଇଯିବ। ସେ ସୂର୍ଯ୍ୟ ଆଉ ସେହିଦିନ ତାର ଆଲୋକ ଦେବ ନାହିଁ। ଚନ୍ଦ୍ର ଅପ୍ରସ୍ତୁତ ରହିବ। ଏ ପ୍ରକାର ଭୟଙ୍କର ଦିନ ଆସୁଅଛି। ଆପଣମାନେ ପ୍ରସ୍ତୁତ ରୁହନ୍ତୁ, ଜାଗ୍ରତ ରୁହନ୍ତୁ, ସତର୍କ ରୁହନ୍ତୁ, ଉତ୍ତମ ଜୀବନ କାଟନ୍ତୁ। ଆମେ ଦେଖିଲୁ ଦ୍ୱିତୀୟ ପିତର 3 ପର୍ବ ତାର 9 ପଦରୁ ତଳକୁ ସେ ଯେ ପ୍ରକାର ପ୍ରତିଜ୍ଞା କରିଛନ୍ତି ସେ ପ୍ରକାର ସେ ବିଳମ୍ବ କରନ୍ତି ନାହିଁ। କିନ୍ତୁ ଆଜି ଗୋଟିଏ ବିଷୟ ପାଇଁ ସେ ବିଳମ୍ବ ଅଟନ୍ତି ନା, ସେ ଆପଣା ଲୋକମାନଙ୍କୁ କେହି ମଧ୍ୟ ବିନଷ୍ଟ ନ ହୁଅନ୍ତୁ ଏହା ସେ ଇଚ୍ଛା କରନ୍ତି। କାରଣ ସେ ଆପଣା ପ୍ରତ୍ୟେକ ମନୁଷ୍ୟକୁ ନିଜ ହସ୍ତ ଦ୍ୱାରା ସେ ଗଢ଼ିଛନ୍ତି। ସେ ମନୁଷ୍ୟକୁ ବା କେମିତି ସେ ଛାଡ଼ିଦେବେ, ସେ ପ୍ରତ୍ୟେକ ମନୁଷ୍ୟ ନିମନ୍ତେ ସେ ଚିନ୍ତା କରନ୍ତି। ମୋର ସନ୍ତାନ ମାନେ, ମୋର ସନ୍ତତି ମାନେ ବିନଷ୍ଟ ନ ହୁଅନ୍ତୁ, ମନ ପରିବର୍ତ୍ତନ କରି ଫେରି ଆସନ୍ତୁ, କେହି ମଧ୍ୟ ବିନଷ୍ଟ ନ ହୁଅନ୍ତୁ। ଏହା ସେ ଚିନ୍ତା କରି ମୋ ପ୍ରତି, ଆପଣମାନଙ୍କ ପ୍ରତି ସେ ଦୀର୍ଘ ସହିଷ୍ଣୁ ଅଟନ୍ତି। ପ୍ରିୟମାନେ, ସେ ଯେତିକି ଆମ ପ୍ରତି ଦୀର୍ଘ ସହିଷ୍ଣୁ ତାହା ଆପଣମାନେ କେବେ ଚିନ୍ତା କରିଛନ୍ତି କି? ନିଜ ଜୀବନର ନିଜ ସୁଖ ବିଳାସରେ ଆପଣ ଜୀବନ କାଟିଛନ୍ତି। ସେ ଅତି ଶୀଘ୍ର ଆସୁଛନ୍ତି। ଆପଣମାନେ ପ୍ରସ୍ତୁତ ରୁହନ୍ତୁ। ଆମେ ଯଦି ପ୍ରସ୍ତୁତ ରହିବା ନାହିଁ, ତେବେ ଆମେ ସେହି ଦିନର ସୌଭାଗୀ ହେଇପାରିବା ନାହିଁ। ଆମେ ଯଦି ପ୍ରସ୍ତୁତ ନଥିବା, ତେବେ ସେହି ଦିନକୁ ଆମେ ଜାଣିପାରିବା ନାହିଁ। ଆମେ ଯଦି ପ୍ରସ୍ତୁତ ନଥିବା, ଆମେ ଯଦି ଜାଗ୍ରତ ନଥିବା, ତେବେ ଆମମାନେ ସେହି ଦିନ ଜାଣିପାରିବା ନାହିଁ। ତାଙ୍କର ମନୋନୀତ ବଂଶ ସମସ୍ତେ ଉଠିଯିବେ, କିନ୍ତୁ ଆପଣ ଯୋଉଠି ସେଇଠି ରହିଯିବେ। ପରେ ଭୟଙ୍କର ଦିନ ଆସିବ। ଆପଣ ଯଦି ପ୍ରସ୍ତୁତ ଅଛନ୍ତି, ସେହିଦିନ ଅଟୋମେଟିକାଲି ଆପଣ ଜାଣିଯିବେ। ଆପଣଙ୍କୁ ପ୍ରଭୁ ନେଇଯିବେ ଆଉ ମଧ୍ୟ ଆକାଶରେ ଆପଣ 7 ବର୍ଷ ଉତ୍ସବ ପାଳନ କରିବେ ବା ତାହାଙ୍କ ସହିତ ଆନନ୍ଦରେ ରହିବେ। 7 ବର୍ଷ ପରେ ପୁନର୍ବାର ଦ୍ୱିତୀୟ ଆଗମନ ଅର୍ଥାତ୍ ଦୃଶ୍ୟ ଆଗମନ ହେଇଯିବ। ସେହିଦିନ ଅତି ଭୟଙ୍କର ଦିନ ହେବ। ଅତି ଭୟଙ୍କର ଦିନ ଉପସ୍ଥିତ ହେବ। ସେହି ଦିନରେ ଆପଣ ଅପେକ୍ଷାରେ ରୁହନ୍ତୁ ନାହିଁ। ଆପଣ ସେଇ ଗୁପ୍ତ ଆଗମନରେ ଯିବା ପାଇଁ, ଆପଣ ସେଇ ରେପଚର ହେବା ପାଇଁ ପ୍ରସ୍ତୁତ ରୁହନ୍ତୁ। ପ୍ରଭୁଙ୍କ ଲୋକମାନେ, ଆପଣ ପ୍ରସ୍ତୁତ ରୁହନ୍ତୁ। ବିଳମ୍ବ ବୋଲି ଭାବନ୍ତି କେତେକ, କିନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବିଳମ୍ବ କରନ୍ତି ନାହିଁ। ଆଜି ଅନେକ ଲୋକମାନେ ଅଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଳମ୍ବ ବୋଲି ନିଜ ଜୀବନ ସୁଖ ବିଳାସରେ, ପୂର୍ଣ୍ଣତାରେ, ଅନେକ ବିଷୟରେ ଆଜି ଲୋକମାନେ ଆସକ୍ତ ଅଛନ୍ତି। ପୃଥିବୀ ପଛରେ, ଜଗତ ପଛରେ ଲୋକମାନେ ଧାଉଁଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେହି ଜାଗାରେ ଆମେ 10 ପଦରେ ଆମେ ପାଠ କଲୁ ଯେ ପୃଥିବୀ ଦଗ୍ଧ ହେବ, ମନୁଷ୍ୟକୃତ ସମସ୍ତ ବିଶ୍ୱ ଦଗ୍ଧ ହେବ, ମହାପ୍ରତାପରେ ତରଳି ଯିବ ଏହି ପୃଥିବୀ। ଅତି ଭୟଙ୍କର ଦିନ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣମାନେ ପ୍ରସ୍ତୁତ ରୁହନ୍ତୁ। ଏ ଅଳ୍ପ ଆଲୋଚନାରେ ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।